ଗୋଟିଏ ଜଙ୍ଗଲରେ ରହୁଥିଲା ଗୋଟିଏ ହରିଣ। ସେ ଦେଖିବାକୁ ବହୁତ ସୁନ୍ଦର ଥିଲା ଆଉ ତାର ଥିଲା ଦୁଇଟି ସୁନ୍ଦର ସୁନ୍ଦର ଶିଙ୍ଗ। ସେଥିପାଇଁ ସେ ତାର ବହୁତ ଗର୍ବ କରେ। ମୁଁ ଶୁଣିଛି ବଣର ଉତ୍ତର ଦିଗରେ ବହୁତ ସୁନ୍ଦର ସୁନ୍ଦର କଞ୍ଚା କଞ୍ଚା ଘାସ ହୋଇଛି। ସେ ଘାସ ଗୁଡ଼ିକ ଖାଇବାକୁ ବହୁତ ସ୍ୱାଦିଷ୍ଟ। ଚାଲ ଆମେ ଆଜି ବଣର ଉତ୍ତର ଦିଗକୁ ଯିବା ଆଉ ସେ ଘାସ ସବୁ ଖାଇକି ଆସିବା। ତୁମର ଯଦି ଯିବାର ଅଛି ତୁମେ ଯାଅ, ମୁଁ ତୁମ ସାଙ୍ଗରେ ସେ ଘାସ ପତ୍ର ଖାଇବାକୁ ଯାଇପାରିବିନି। ମୁଁ ଆଜି ଯାଉଛି ଜଙ୍ଗଲର ଦକ୍ଷିଣ ଦିଗକୁ ଗୋଟିଏ କୂଅର ମିଠା ପାଣି ପିଇବାକୁ। ହେଲେ ସେଠିକି ମୁଁ ଏକା ହିଁ ଯିବି। ତୁମେ ତୁମର ସେଠିକି ସ୍ୱାଦିଷ୍ଟ ଘାସ ଖାଇବାକୁ ଯାଅ। ଏମିତି ଭାବରେ ସେ ସମସ୍ତଙ୍କ ସହିତ ଅହଙ୍କାରରେ କଥା ହୁଏ। ଏହି କାରଣରୁ ତାଙ୍କ ହରିଣ ଦଳର ସମସ୍ତ ହରିଣମାନେ ଧୀରେ ଧୀରେ ଦୂରେଇ ଯିବାକୁ ଲାଗିଲେଣି ଆଉ ତା ସହିତ କଥା ହେବା ବି ବନ୍ଦ କରିଦେଲେଣି। ମୋ ଦେହର ରଙ୍ଗ କେତେ ସୁନ୍ଦର ଆଉ ମୁଁ ଦେଖିବାକୁ କେତେ ବଢ଼ିଆ, ହେଲେ ଏଇ ଜଙ୍ଗଲର ଅନ୍ୟମାନେ ଦେଖିବାକୁ କେତେ ଅସୁନ୍ଦର, ଅବାଗିଆ। ଛି 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 ଛି। ଏହି କାରଣରୁ ବଣର ଅନ୍ୟମାନେ କେହି ବି ମୋର ଯୋଗ୍ୟ ସମସ୍କନ୍ଦ ନାହାନ୍ତି। ଏମିତି ହରିଣଟି ଯାଉ ଯାଉ ବାଟରେ ତାର ଗୋଟିଏ ଠେକୁଆ ସହିତ ଦେଖା ହେଲା। ଏହି ସମୟରେ ତୁମେ କୁଆଡ଼େ ଯାଉଛ ହରିଣ ଭାଇ? ମୁଁ ଶୁଣିବାକୁ ପାଇଛି ଏ ଜଙ୍ଗଲର ଦକ୍ଷିଣ ଦିଗରେ ଗୋଟିଏ କୂଅ ଅଛି ଆଉ ସେ କୂଅର ପାଣି ପିଇବାକୁ ବହୁତ ମିଠା। ତ ମୁଁ ସେଇଠିକି ଯାଉଛି ଏବେ ସେ କୂଅର ପାଣି ପିଇବାକୁ। ହଁ, ଜଙ୍ଗଲର ଅନ୍ୟ ପଶୁପକ୍ଷୀଙ୍କ ମୁହଁରୁ ବି ମୁଁ ସେଇ କୂଅ କଥା ଶୁଣିଛି। ମୁଁ ବି କେବେଠାରୁ ଭାବୁଥିଲି ସେଠିକି ଯିବାକୁ। ଚାଲ ମୁଁ ବି ଆଜି ତୁମ ସହିତ ଯିବି। କ'ଣ ହେଲା? ତୁମେ ଏମିତି କେମିତି ଭାବିପାରିଲ? ତୁମ ଭଳି ଏତେ ଛୋଟ କୁତ୍ସିତ ପ୍ରାଣୀ ସହିତ ମୁଁ ସେଠିକି ଯିବି? ବରଂ ତୁମେ କେମିତି ତୁମ କୁତ୍ସିତ ଚେହେରା ଠିକ୍ କରିବ ସେଇଟା ଆଗ ଭାବ। ସେଠିକି ଯିବାକୁ ହେଲେ ତୁମେ ଆଗ ତୁମର ଚେହେରାକୁ ସୁନ୍ଦର କରିକି ଦେଖାଅ, ତାପରେ ମୋ ସହିତ ଯିବ। ତୁମର ଯଦି ଯିବାର ଅଛି ତାହେଲେ ତୁମେ ପରେ ଯିବ, ମୋ ସହିତ ତୁମେ ଜମାରୁ ବି ଯାଅ ନା। ଏହା କହି ହରିଣଟି ଆଗକୁ ଚାଲିଲା। ଏତେ ଆଉ ତୁମେ ତୁମ ରୂପର ଗର୍ବ କରନି। ସୃଷ୍ଟିକର୍ତ୍ତା ଯାହାକୁ ଯେମିତି ଗଢ଼ିଛନ୍ତି ସେ ସେହିପରି ସୁନ୍ଦର। ଆଉ ତୁମେ ତୁମର ଅହଙ୍କାର ପାଇଁ ଦିନେ ବହୁତ ବଡ଼ ବିପଦରେ ପଡ଼ିବ। ଠେକୁଆର କଥାକୁ ଶୁଣି ନ ଶୁଣିଲା ଭଳି ହୋଇ ହରିଣଟି ଆଗକୁ ଚାଲିଲା। କିଛି ବାଟ ଯିବା ପରେ ତାର ଗୋଟିଏ ମୂଷା ସହିତ ଦେଖା ହେଲା। ହରିଣ ଚାଚୁ, ହରିଣ ଚାଚୁ, ବହୁତ ଦିନ ପରେ ତୁମ ସହିତ ଦେଖା ହେଲା। କେବେଠୁ ତ ତୁମ ସହିତ ଦେଖା ହେଇନି। ଆସ ମୋ ସହିତ ଟିକେ ବୁଲାବୁଲି କରି ଆସିବା। ବୁଲାବୁଲି କରିବି? ପୁଣି ତୋ ପରି ପୁଚୁକା ମୂଷା ସହିତ? ଆଗେ ଭାବିକି ଦେଖେ, ତୁ କୋଉଠି ଆଉ ମୁଁ କୋଉଠି? ତୋ ସହିତ ବୁଲିବାର ପ୍ରଶ୍ନ ହିଁ ଉଠୁନି। ଏମିତି ଯଦି କରିବି ବଣର ଅନ୍ୟ ପଶୁମାନେ ଏହା ଦେଖି ହସିବେ। ହରିଣ ଚାଚୁ, ଛୋଟ ବୋଲି ଆମକୁ ଅବହେଳା କରନି। ଛୋଟ ହେଲେ ବି ଆମେ ଆନନ୍ଦରେ ଅଛୁ। ତୁ ଯାହା କହବି ପଛେ, ତୋ ସହିତ ବୁଲି ମୁଁ ମୋର ମୂଲ୍ୟବାନ ସମୟକୁ ନଷ୍ଟ କରିପାରିବିନି, ବୁଝିଲୁ? ଏହା କହି ହରିଣଟି ଆଗକୁ ଚାଲିଲା। କିଛି ବାଟ ଯିବା ପରେ ସେ ଦେଖିଲା ଗୋଟିଏ ସାପ ଜାଲରେ ଅଟକି ଅଛି। ସେହି ସମୟରେ ସାପଟି ସାହାଯ୍ୟ ପାଇଁ ହରିଣକୁ କହିଲା, ହରିଣ ଭାଇ, ମୋତେ ଏଇ ବିପଦରୁ ଟିକେ ରକ୍ଷା କର। ହରିଣଟି ସାପର କଥାକୁ କିଛି ନ ଶୁଣି ଆଗକୁ ଯିବାକୁ ବାହାରିଲା। ହରିଣ ଭାଇ, ଟିକେ ସାହାଯ୍ୟ କର, ମୁଁ ବି ତ କେବେ ନା କେବେ ତୁମ କାମରେ ଆସିପାରିବି। ତୁମ ପରି ଗୋଟିଏ ସାପ ପୁଣି ମୋର କୋଉ କାମରେ ଆସିବ ଯେ?
ଆଉ ଯଦି କିଛି ବିପଦ ଆସିବ ମୁଁ ମୋ ନିଜର ବିପଦକୁ ନିଜେ ମୁକାବିଲା କରିପାରିବି। ତୋ ପରି ପୋଚରା ସାପର କୌଣସି ଦରକାର ନାହିଁ। ଆଉ ତୁମକୁ ସାହାଯ୍ୟ କରିବାକୁ ଯାଇ ମୁଁ ମୋର ମୂଲ୍ୟବାନ ସମୟକୁ ନଷ୍ଟ ବି କରିପାରିବି ନାହିଁ। ଏହା କହି ହରିଣଟି ଆଗକୁ ଆଗକୁ ଚାଲିଲା। ଆଉ ସେହି ସମୟରେ ସାପଟି କହିଲା, ଆଜି ମୋତେ ଏଇ ବିପଦର ଦିନରେ କେହି କଲନି ନା ସାହାଯ୍ୟ। ହେ ସୃଷ୍ଟିକର୍ତ୍ତା, ତୁମେ ହିଁ ଏହାର ବିଚାର କରିବ। କିଛି ବାଟ ଯିବା ପରେ ହରିଣର ଗୋଟିଏ ଶିଆଳ ସହିତ ଦେଖାହେଲା। କଣ ହେଲା ହରିଣ ଭାଇ, ମୁହଁକୁ ଫୁଲେଇ ଚାଲିଛ କୁଆଡ଼େ? ମୁଁ ଯୁଆଡ଼େ ବି ଯାଏ ସେଇଟା କ'ଣ ତୁମକୁ କହିକି ଯିବି ନା କ'ଣ? ନା ନା, ସେମିତି କିଛି ନୁହେଁ। ନା, ମାନେ କ'ଣ କି, ଆମେ ଯେହେତୁ ଗୋଟିଏ ବଣରେ ରହୁଛେ, ତୁମ ବିଷୟରେ ଜାଣିବାକୁ ଟିକେ ଇଚ୍ଛା ହେଲା। ମୋର ଆଉ ଏତେ ଖୋଜ ଖବର ନିଅନି ତୁମେ। ଆଉ ତା ଛଡ଼ା ତୁମ ଭଳି କୁତ୍ସିତ ପଶୁ ସାଙ୍ଗେ କଥା ହେବାକୁ ମୁଁ ଚାହେଁନି। ତୁମେ ତୁମ କାମ କର। ତୁମର ଚେହେରା ସୁନ୍ଦର ହୋଇପାରେ, କିନ୍ତୁ ବୁଦ୍ଧିଟା ତୁମର ପୁରା ବେକାର। ଆଉ ସୃଷ୍ଟିକର୍ତ୍ତା ସମସ୍ତଙ୍କୁ ଗୋଟିଏ ରୂପ ଦେଇ ସୃଷ୍ଟି କରିନାହାନ୍ତି, ତ ତୁମେ ତୁମ ସୁନ୍ଦରକୁ ନେଇ ଏତେ ଆଉ ଅହଙ୍କାର କରିବା ଠିକ୍ ନୁହେଁ। ହଁ, ମନେ ରଖ, ଅହଙ୍କାର ହେଉଛି ପତନର ହିଁ ଲକ୍ଷ୍ୟ। ହରିଣଟି ଶିଆଳର କଥା ଶୁଣି ଭାରି ରାଗିଗଲା ଆଉ ଆଗକୁ ଆଗକୁ ଚାଲିଲା। ଏମିତି ଯାଉ ଯାଉ ହରିଣଟି କ୍ଳାନ୍ତ ହୋଇ ଗୋଟିଏ ଗଛର ମୂଳରେ ଯାଇ ବସିଲା ଆଉ କହିଲା, ଏ ଜଙ୍ଗଲରେ ମୋ ପରି ଏତେ ସୁନ୍ଦର କେହି ବି ନାହାନ୍ତି। ସେଥିପାଇଁ ସମସ୍ତେ ମୋତେ ନେଇ ବହୁତ ହିଂସା କରନ୍ତି। ଯଦି ଏ ଜଙ୍ଗଲରେ ସୁନ୍ଦରକୁ ନେଇ ରାଜା ବଛା ହୁଅନ୍ତା, ତାହେଲେ ମୁଁ ହିଁ ଏ ଜଙ୍ଗଲର ରାଜା ହୁଅନ୍ତି। ହରିଣ ଭାଇ, ଖାଲି ଯେ ସୁନ୍ଦର ହୋଇଗଲେ ସବୁ କିଛି ଅର୍ଜନ କରିହେବ, ସେଇଟା ଭାବିବା ଭୁଲ। ତୁମେ ଯେତେ ଶୀଘ୍ର ପାରୁଛ ଭାବିକି ଦେଖ। ତୁମେ ଯଦି ଏ ବିଷୟରେ କିଛି ଭାବିପାରିଲ, ତାହେଲେ ସେଇଟା ତୁମ ପାଇଁ ହିଁ ଭଲ ହେବ। ଏଇ ଦେଖ, ଏଇଠି ଗୋଟିଏ ସୁନ୍ଦର ଗଛଟିଏ ଥିଲା। ସେ ଥିଲା ବହୁତ ଲମ୍ବା ଆଉ ମୋଟା ସୋଟା। ସେ ସବୁବେଳେ ଅହଙ୍କାର କରି କହେ ଯେ ସେ ସମସ୍ତଙ୍କ ଠାରୁ ବହୁତ ଲମ୍ବା। ଦେଖ, ସେ ଲମ୍ବା ଥିବାରୁ ମଣିଷ ତାକୁ ଘର ବନେଇବା ପାଇଁ ପସନ୍ଦ କରିଦେଲା। ଆଉ ଆଜି ସେ ଏଠାରେ ନାହିଁ। ମଣିଷ ତାକୁ ଘର ବନେଇବା ପାଇଁ କାଟି ନେଇ ଯାଇଛି। ସେଥିପାଇଁ ନିଜର ସୁନ୍ଦରକୁ ନେଇ ଏତେ ଗର୍ବ କରିବା ଠିକ୍ ନୁହେଁ। ହେଇପାରେ ଏଇ ସୁନ୍ଦର ହିଁ ତୁମ ବିପଦର କାରଣ ବି ହୋଇପାରେ। ହଁ, ମୁଁ ବୁଝିଛି। ଅସଲରେ ତୁମେମାନେ କେହି ବି ମୋ ସୁନ୍ଦରତାକୁ ମାନି ନେଇ ପାରୁନ। ଆଜି ହୁଏତ ତୁମେ ବୁଝୁନ, ଦେଖିବ ଦିନ ଆସିବ ତୁମେ ଠିକ୍ ବୁଝିପାରିବ। ସୁନ୍ଦର ଆଗରେ ସବୁ କିଛିକୁ ତୁଳନା କରିବା ଠିକ୍ ନୁହେଁ। ସୌନ୍ଦର୍ଯ୍ୟଟା ସବୁଦିନ ପାଇଁ ଠିକ୍ ନୁହେଁ। ଯିଏ ଯାହା କହୁଛି କହୁ, ହରିଣ କାହାର କଥାକୁ ଶୁଣିଲା ନାହିଁ ଆଉ ସେ ତାର ଅହଙ୍କାରକୁ ନେଇ ଆଗକୁ ଚାଲିଲା। ଏମିତି ସେ ଯାଉ ଯାଉ ଅବଶ୍ୟ ଯାଇ ସେ ସେଇ କୂଅ ପାଖରେ ପହଞ୍ଚିଲା। କୂଅର ପାଣି ଥିଲା ପୁରା ପରିଷ୍କାର। ଏତେ ପରିଷ୍କାର ଥିଲା ଯେ ନିଜର ପ୍ରତିଛବି ଦେଖାଯାଉଥିଲା। ଆଉ ହରିଣଟି କୂଅର ପାଣିରେ ନିଜର ଚେହେରାଟା ବି ଦେଖି ପୁରା ଖୁସି ହୋଇଗଲା। ମୋର ଶିଙ୍ଗ ଗୁଡ଼ିକ କେତେ ସୁନ୍ଦର, ଆଉ ମୋର ଦେହର ରଙ୍ଗ କେତେ ବଢ଼ିଆ। ମୋର ପାଦ ଗୁଡ଼ିକ କେଡ଼େ ଚିକ୍କଣ। ମୋର ପାଦ ଗୁଡ଼ିକ ଯଦି ଆଉ ଟିକେ ମୋଟା ହୋଇଯାଇଥାନ୍ତା, ତାହେଲେ ମୁଁ ସବୁଠାରୁ ସୁନ୍ଦର ପ୍ରାଣୀ ହୋଇଥାନ୍ତି। ଆଉ ମୁଁ ହୋଇଥାନ୍ତି ଏ ବଣର ରାଜା। ଆଉ ଏଠି ସମସ୍ତେ ମୋତେ ଦେଖି ହିଂସା କରୁଛନ୍ତି, କାହିଁକି ନା ସେମାନେ ମୋ ପରି ହୋଇପାରିବେ ନାହିଁ। ଏହା କହି ହରିଣଟି ମନେ ମନେ ଭାବିବାକୁ ଲାଗିଲା। ତ ସେହି ସମୟରେ ସେଠାରେ ଗୋଟିଏ ବାଘ ଆସି ପହଞ୍ଚିଗଲା। ହରିଣକୁ ଦେଖି ତାର ଆଖି ପୁରା ଖୁସି ହୋଇଗଲା। ଆଉ ତାପରେ ସେ କହିଲା, ଆରେ, ଇଏ କ'ଣ ମୁଁ ଦେଖୁଛି? ମୋ ସାମ୍ନାରେ
ଗୋଟିଏ ଗୋଲଗାଲିଆ ସୁନ୍ଦର ହରିଣଟିଏ। ହରିଣକୁ ଦେଖି ମୁଁ ମୋର ଖାଇବାର ଲୋଭକୁ ଆଉ ସମ୍ଭାଳି ପାରୁନାହିଁ। ଏବେ ୟାକୁ ମାରି ଆଜିର ଭୋଜନଟାକୁ ମୁଁ ପୂରା କରିବି। ଏହା କହି ହରିଣ ପଛରେ ବାଘଟି ଗୋଡ଼େଇବାକୁ ଲାଗିଲା। ବାଘକୁ ଦେଖି ହରିଣ ବି ଦୌଡ଼ିଲା। ଏମିତି ଦୌଡ଼ିବା ପରେ ହରିଣଟି ଗୋଟିଏ ଜାଲରେ ଯାଇ ଅଟକି ପଡ଼ିଲା। ବଞ୍ଚାଅ ବଞ୍ଚାଅ, କିଏ ଅଛ ମୋତେ ବଞ୍ଚାଅ, ମୁଁ ଜାଲରେ ପଡ଼ିଯାଇଛି। ହରିଣର ଏହି ଚିତ୍କାରକୁ ପାଖରେ ଥିବା କିଛି ମୂଷା ଶୁଣିବାକୁ ପାଇଲେ। ବନ୍ଧୁ, ହରିଣ ବୋଧେ କିଛି ବିପଦରେ ପଡ଼ିଛି। ଚାଲ ଆମେ ସମସ୍ତେ ଯାଇ ତାକୁ ସାହାଯ୍ୟ କରିବା। ନା ନା, ଆମେ ତାକୁ ସାହାଯ୍ୟ କରିବାନି। ତୁମେ ପରା କହୁଥିଲ ସେ ଆମକୁ ଛୋଟ ଅପରିଷ୍କାର କହି ଅପମାନ କରିଥିଲା। ସେ ଯେତେ ବି ଖରାପ ହୋଇଥାଉ ନା କାହିଁକି, ସେ ଆମ ବଣର ଗୋଟିଏ ପ୍ରାଣୀ, ତ ତାକୁ ଆମେ ସାହାଯ୍ୟ କରିବା ଉଚିତ। ତ ସାଙ୍ଗେ ସାଙ୍ଗେ ମୂଷା ଦଳ ହରିଣକୁ ସାହାଯ୍ୟ କରିବା ପାଇଁ ଆଗେଇ ଗଲେ। କିଛି ସମୟ ଆଗରୁ ମୁଁ ଯେଉଁ ପାଦକୁ ନେଇ ଖୁସି ଥିଲି, ସେ ପାଦଗୁଡ଼ିକ ଆଜି ମୋତେ ବାଘର କବଳରୁ ବଞ୍ଚେଇଲେ। ହେଲେ ଯେଉଁ ଶିଙ୍ଗକୁ ନେଇ ମୁଁ ଗର୍ବ କରୁଥିଲି, ସେମାନେ ମୋତେ ଆଜି ବିପଦର ମୁହଁକୁ ଠେଲିଦେଲେ। ଆଉ ମୂଷା ଦଳ ଆସି ଏବେ ହରିଣକୁ ଜାଲରୁ ମୁକ୍ତ କରିଦେଲେ। କିଛି ସମୟ ପୂର୍ବରୁ ମୁଁ ତୁମକୁ କେତେ ଅପମାନ କରିଥିଲି, ଆଉ ତୁମେ ପୁଣି ତୁମ ଦଳକୁ ଆଣି ମୋତେ ଏହି ବିପଦରୁ ବଞ୍ଚେଇଲ। ମୁଁ ଏବେ ବୁଝିଛି ଯେ ସୁନ୍ଦରକୁ ଦେଖି କାହାର ଗୁରୁତ୍ୱ ବୁଝାଯାଇପାରେ ନା। ମୁଁ ତୁମଠାରୁ କ୍ଷମା ଚାହୁଁଛି। ମୋତେ କ୍ଷମା କରିଦିଅ, ଆଉ ତୁମର ସାଙ୍ଗ ବି ବନେଇ ଦିଅ। ମୂଷାଙ୍କଠୁ କ୍ଷମା ପାଇ ହରିଣ ଚାଲିଲା ଶିଆଳ ପାଖକୁ। ଶିଆଳ ଭାଇ, ମୁଁ ମୋର ଭୁଲ ବୁଝିପାରିଛି। ମୋତେ କ୍ଷମା କରିଦିଅ, ଆଉ ତୁମର ବନ୍ଧୁ କରିଦିଅ ମୋତେ। ତୁମେ ଯେ ତୁମର ଭୁଲ ବୁଝିପାରିଛ, ସେଥିପାଇଁ ମୁଁ ବହୁତ ଖୁସି। ତାହେଲେ ତୁମେ ଥାଅ, ମୁଁ ସାପ ପାଖକୁ ଯାଉଛି କ୍ଷମା ମାଗିବାକୁ। ଏହା କହି ହରିଣ ସାପ ପାଖକୁ ଗଲା। ବନ୍ଧୁ ସାପ, ମୋତେ କ୍ଷମା କରିଦିଅ। କିଛି ସମୟ ପୂର୍ବରୁ ମୁଁ ଯାହା ଭୁଲ କରିଛି, ମୁଁ ତାହା ବୁଝିପାରିଛି। ମୁଁ ତୁମକୁ ସାହାଯ୍ୟ କରିବାର ଥିଲା। ତୁମେ ଯେ ତୁମର ଭୁଲ ବୁଝିପାରିଛ, ସେଇଟା ହିଁ ବଡ଼ କଥା। ଅନ୍ୟକୁ ସାହାଯ୍ୟ କରିବାଟା ହିଁ ନିଜର ସୌନ୍ଦର୍ଯ୍ୟ କୁହାଯାଏ। ଧନ୍ୟବାଦ ତୁମକୁ ମୋତେ କ୍ଷମା କରିଦେଇଥିବାରୁ। ମୋତେ ଏବେ ଠେକୁଆ ପାଖକୁ ଯିବାକୁ ହେବ। ମୁଁ ତା ସହିତ ବି ଖରାପ ଆଚରଣ କରିଛି। ଏହା କହି ହରିଣ ଠେକୁଆ ପାଖକୁ ଚାଲିଲା। ଠେକୁଆ ଭାଇ, ମୋତେ ତୁମେ କ୍ଷମା କରିଦିଅ। ମୁଁ ତୁମ ସହିତ ଅନେକ ଖରାପ ବ୍ୟବହାର କରିଛି, ଆଉ ମୁଁ ମୋର ସୁନ୍ଦରତାକୁ ନେଇ ବେଶୀ ଗର୍ବ କରିଛି। ଏବେ ମୁଁ ବୁଝିପାରିଛି, ସୃଷ୍ଟିକର୍ତ୍ତା ଯାହାକୁ ଯେମିତି ବନେଇଛନ୍ତି, ସିଏ ସେମିତିରେ ହିଁ ସୁନ୍ଦର। ତୁମେ ତୁମର ଭୁଲ ବୁଝିପାରିଛ, ଏଇଟା ହିଁ ଦେଖି ବହୁତ ଖୁସି ଲାଗିଲା। ତୁମେ ମୋର ବନ୍ଧୁ ଥିଲ, ଆଉ ଆଗକୁ ବି ବନ୍ଧୁ ରହିବ। ଆଚ୍ଛା ଠେକୁଆ ଭାଇ, ମୁଁ ବି ମୋର ହରିଣ ବନ୍ଧୁମାନଙ୍କ ସହିତ ବହୁତ ଖରାପ ଆଚରଣ କରିଛି। ତାଙ୍କ ସମସ୍ତଙ୍କୁ କୁତ୍ସିତ ବୋଲି ଅପମାନ କରିଛି। ମୁଁ ଏବେ ତାଙ୍କ ପାଖକୁ କ୍ଷମା ମାଗିବାକୁ ଯାଉଛି। ତୁମ ସହିତ ପରେ ଦେଖା କରିବି। ଏହା କହି ହରିଣଟି ତାର ବନ୍ଧୁମାନଙ୍କ ପାଖକୁ ଗଲା। ବନ୍ଧୁମାନେ, ମୁଁ ଖୁବ୍ ଲଜ୍ଜିତ। ମୋର ତୁମମାନଙ୍କ ସହିତ ଏମିତି ବ୍ୟବହାର କରିବାଟା ଠିକ୍ ହେଲାନି। ମୁଁ ଠିକ୍ ବୁଝିପାରିଛି। ତୁମେମାନେ ମୋତେ କ୍ଷମା କରିଦିଅ, ଆଉ ତୁମ ଦଳରେ ମୋତେ ରହିବାକୁ ଦିଅ। ମୁଁ ଆଜିଠାରୁ ତୁମ ସହିତ ରହି ଘାସପତ୍ର ଖାଇ ଜୀବନ ଧାରଣ କରିବାକୁ ଚାହୁଁଛି। ଏମିତି ଭାବେ ହରିଣ ତାର ଭୁଲ ବୁଝିପାରି ସବୁ ପଶୁମାନଙ୍କ ସହିତ ମିଳିମିଶି ରହିବାକୁ ଲାଗିଲା। ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ଗୋଟିଏ ବାଘ ଓ କୁମ୍ଭୀର ରହୁଥିଲେ। ବାଘ ଓ କୁମ୍ଭୀର ମଧ୍ୟରେ ଭଲ ସମ୍ପର୍କ ଥିଲା। ସେମାନେ ଦୁଇଜଣ ଭଲ ସାଙ୍ଗ ଥିଲେ। ବହୁତ ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ଦେଖା ହେଲା। ଆରେ ସାଙ୍ଗ, ତୁମର ଆଉ କ'ଣ ଖବର? ଆଉ ଦିନ ସବୁ କେମିତି କଟିଲା? ଓହୋ, କ'ଣ କହିବି ସାଙ୍ଗ,
ଦିନ ଗୁଡ଼ାକ ବହୁତ ଖରାପରେ ଗଲା। ପ୍ରାୟ କିଛି ଦିନ ହେବ ମୁଁ କିଛି ଖାଇନାହିଁ। ନଦୀରେ ତ କିଛି ମାଛ ନାହିଁ, ଆଉ କିଛି ଶିକାର ବି ମୁଁ ପାଉନାହିଁ। ତୁମେ ଠିକ୍ କହିଛ ସାଙ୍ଗ। ଏ ଜଙ୍ଗଲରେ ଖାଇବା ପାଇଁ ଆଉ କିଛି ଶିକାର ମିଳୁନାହିଁ। ଆଗରୁ ବହୁତ କିଛି ମିଳୁଥିଲା। ଶିଆଳ, ହରିଣ, କୁକୁଡ଼ା, ହଂସ, ଠେକୁଆ ସବୁ ମିଳିଯାଉଥିଲା। ହେଲେ ଏବେ ଆଉ କିଛି ବି ହେଲେ ମିଳୁନାହିଁ। ଆମେ ଦୁଇ ଜଣ ତ ମିଶିକି ସବୁ ଜୀବଜନ୍ତୁ ଖାଇକି ସଫା କରିଦେଇଛେ। ଆଉ ଏବେ ଆମେ ଯଦି ଖାଇବାକୁ ନ ପାଇବା ତାହେଲେ ଆମର ତ ବାର ବାଜିଯିବ। ତା ଛଡ଼ା ଆମ ଦୁଇ ଜଣଙ୍କୁ ତ ବୟସ ବି ହୋଇଗଲାଣି। ଆଗ ଭଳିଆ ଆମର ସେମିତି ଆଉ ବଳ ହିଁ ନାହିଁ ଯେ ଆମେ ଦୌଡ଼ିକି ଯାଇ ଶିକାର କରିପାରିବା। ହଁ, ପୁଣି ଯଦି ଆମେ ବଡ଼ ଶିକାର କିଛି ପାଇଲେ ତାକୁ ଆମେ ଧରି ବି ପାରୁନେ। ହଁ ସାଙ୍ଗ, ଏମିତି ଭାବେ ଯଦି ଚାଲିବ ଆମେ ଆଉ ବେଶୀ ଦିନ ବଞ୍ଚିବାନି। ଚାଲ ଏବେ ଅଲଗା ଅଲଗା ଶିକାର ନ କରି ଏକା ସାଙ୍ଗରେ ମିଶି ଶିକାର କରିବା, ଆଉ ତାକୁ ଭାଗ ଭାଗ କରି ବାଣ୍ଟିକି ଖାଇବା। ଏମିତିରେ ଆମର ପରିଶ୍ରମ କମ୍ ହେବ, ଆଉ ସହଜରେ ଶିକାର ବି ଧରିପାରିବା। ହଁ, ତୁମେ ଯାହା କହୁଛ ଠିକ୍ କଥା ସାଙ୍ଗ। ବୟସ ଯୋଗୁଁ ଆଗ ଅପେକ୍ଷା ଏବେ ବଳ ବହୁତ କମିଗଲାଣି। ଦୁଇ ଜଣ ମିଶି ଶିକାର ଧରିଲେ ଶିକାରଟି ଆଉ ହାତରୁ ଯାଇପାରିବ ନାହିଁ। ଚାଲ ତାହେଲେ ଆଜିଠାରୁ ଶିକାର କରିବା କାମଟା ଷ୍ଟାର୍ଟ କରିଦେବା। ବହୁତ ଦିନ ହେଲାଣି କିଛି ବି ଖାଇନାହିଁ। ଭୋକଟାକୁ ଆଉ ସମ୍ଭାଳି ହେଉନି। ଏହା କହି ବାଘ ଆଉ କୁମ୍ଭୀର ଜଙ୍ଗଲ ଭିତରକୁ ଶିକାର ଖୋଜିବା ପାଇଁ ବାହାରି ପଡ଼ିଲେ। ଏମିତି ବହୁତ ଖୋଜାଖୋଜି କରିବାରେ ଲାଗି ପଡ଼ିଲେ, ହେଲେ କିଛି ବି ହେଲେ ଶିକାରର ସନ୍ଧାନ ପାଇଲେ ନାହିଁ। ତାପରେ ଦୁଇ ଜଣ ହାଲିଆ ହୋଇ ଗୋଟିଏ ଗଛ ତଳେ ବିଶ୍ରାମ ନେଲେ। ତାପରେ କୁମ୍ଭୀର କହିଲା, ଆରେ ସାଙ୍ଗ ବାଘ, ବହୁତ ସମୟ ହେଲାଣି ତ ଖୋଜାଖୋଜି କରୁଛେ, ହେଲେ କିଛି ବି ହେଲେ ଶିକାର ମିଳୁନାହିଁ। ଏବେ ଆମେ ଖାଇବାକୁ ନ ପାଇ କ'ଣ ମରିଯିବା କି? ଭୋକରେ ମୋ ମୁଣ୍ଡ ତ ବୁଲେଇବାରେ ଲାଗିଲାଣି। ଖାଦ୍ୟ ନ ଖାଇ ମୋ ପେଟର ଅଗ୍ନି ବି ଜଳିଲାଣି। କ'ଣ କରିବା ଯେ? ଏମିତି କିଛି ସମୟ ପରେ ଜଙ୍ଗଲର ଆଗକୁ ଶିକାର କରିବା ସନ୍ଧାନରେ ବାହାରି ପଡ଼ିଲେ। କିଛି ବାଟ ଯିବା ପରେ ବାଘଟି କହିଲା, ଆରେ ସାଙ୍ଗ କୁମ୍ଭୀର, ମୋ ଗୁମ୍ଫା ପାଖକୁ ଚାଲ। ସେଠାରେ ଗୋଟେ ହରିଣଟିଏ ସବୁବେଳେ ବୁଲାବୁଲି କରେ, ହେଲେ ମୋର ବଳ କମି ଯାଇଥିବା ଯୋଗୁଁ ମୁଁ ତାକୁ ଧରିପାରେନି। ହରିଣଟା ମୋ ସାମ୍ନାରେ କି ସୁନ୍ଦର ଭାବରେ ନାଚି ନାଚି ଯାଏ, ହେଲେ ମୁଁ ଖାଲି ଦେଖୁଥାଏ, କିଛି କରିପାରେନି। ଆରେ ସାଙ୍ଗ, ଏ କଥା ମୋତେ ଆଗରୁ କାହିଁକି କହିନ? ହଉ, ଏବେ ଚାଲ ଆମେ ଦୁଇ ଜଣ ମିଶି ତାକୁ ଆକ୍ରମଣ କଲେ ସିଏ ଆଉ ଯିବ କୁଆଡ଼େ। ବହୁତ ଦିନ ହେବ ହରିଣର ମାଂସ ଖାଇନେ। ହଁ, ହରିଣ ମାଂସର ସ୍ୱାଦ ହିଁ ଟିକେ ଅଲଗା। ଠିକ୍ ଅଛି, ଚାଲ ତାହେଲେ। ତାପରେ ଦୁଇ ଜଣ ସାଙ୍ଗ ଗୁମ୍ଫା ଆଡ଼େ ଚାଲିଲେ। ଗୁମ୍ଫା ପାଖରେ ପହଞ୍ଚି ଦେଖିଲେ ହରିଣଟି ସେଠାରେ ଖେଳୁଛି। ଏହା ଦେଖି କୁମ୍ଭୀରଟି କହିଲା, ଆହା ସାଙ୍ଗ, କି ସୁନ୍ଦର ହୃଷ୍ଟପୁଷ୍ଟ ହୋଇଛି ହରିଣଟି। ଦେଖିଲା ବେଳକୁ କି ସୁନ୍ଦର ଲାଗୁଛି। ଖାଇଲେ ବଢ଼ିଆ ମଜା ଆସିବ। ବହୁତ ଦିନ ହେବ ହରିଣର ମାଂସ ଖାଇନେ। ଯାଅ ସାଙ୍ଗ ଯାଅ, ଆଗ ଯାଇ ତୁମେ ତାକୁ ମାଡ଼ି ବସ। କୁମ୍ଭୀରର କଥା ଶୁଣି ବାଘ କହିଲା, କ'ଣ କହିବି ସାଙ୍ଗ, ଏଇ ହରିଣଟା ତ ସବୁଦିନ ଆସି ମୋ ଗୁମ୍ଫା ସାମ୍ନାରେ ବୁଲାବୁଲି କରେ। ମୋର ଯଦି ଖାଇବାର ଥାନ୍ତା ତ ଏଇ ହରିଣଟାକୁ ମୁଁ ଏତେବେଳକୁ ମୋ ପେଟରେ ରଖିଥାନ୍ତି। ହଁ, ଏ ହରିଣଟା ବହୁତ ଚାଲାକ। ସିଏ ଏତେ ସହଜରେ ଆମକୁ ଧରା ଦେବନି। ଆରେ ସାଙ୍ଗ, ମୁଁ ତ ଏବେ ଆସିଯାଇଛି ନା, ଆଉ ଏବେ ସିଏ ଆଉ ଚାଲାକି କରି ଆମ ହାତରୁ ଖସି ପାରିବ ନାହିଁ। ଚାଲ ତା ସାଙ୍ଗରେ ଟିକେ ମଜା କରିବା। ଏହା କହି ଦୁଇ ଜଣ ଯାକ ହରିଣର ପାଖକୁ ଗଲେ। ହରିଣ ସେ ଦୁଇ ଜଣଙ୍କୁ ଦେଖି କହିଲା, ଆରେ କ'ଣ ହେଇଛି ବାଘ ମାମୁଁ? ତୁମେ କ'ଣ ଏ କୁମ୍ଭୀରକୁ ସାଙ୍ଗରେ ନେଇକି ଆସିଛ? ଆରେ ବୁଝିଲୁ ହରିଣ, ସିଏ ମୋର ସାଙ୍ଗ ଅଟେ। ଆମେ ଏବେ ଏକା ସାଙ୍ଗେ ରହିବୁ, ଆଉ ଏକା ସାଙ୍ଗେ ଶିକାର କରି ଦୁଇ ଜଣ ଯାକ ଭାଗ କରି ଖାଇବୁ। ବାଘର ଏମିତି କଥା ଶୁଣି
ହରିଣ ଟିକେ ଭୟ କରିଗଲା। ଏବେ ଆମ ଦୁଇ ସାଙ୍ଗଙ୍କର ପ୍ରଥମ ଶିକାର ତୁ ହିଁ ହେବୁ। ତୋ ମାଂସ ଖାଇ ଆମେ ଆମ ପେଟର ଭୋକକୁ ମେଣ୍ଟେଇବୁ। କୁମ୍ଭୀରର ଏମିତି କଥା ଶୁଣି ହରିଣଟି ବୁଝିଗଲା ଯେ ଆଜି ସେ ଗୋଟେ ବଡ଼ ବିପଦରେ ପଡ଼ିଗଲା। ବାଘ ଓ କୁମ୍ଭୀରର କବଳରୁ ତ ମୁଁ ଦୌଡ଼ିକି ଯାଇପାରିବି ନାହିଁ। ତାଙ୍କ ହାତରୁ ଖସିବାକୁ ହେଲେ ମୋତେ କିଛି ଗୋଟେ ଉପାୟ ଚିନ୍ତା କରିବାକୁ ପଡ଼ିବ। ଆଚ୍ଛା, ଠିକ୍ ଅଛି। ତୁମେ ଯଦି ମୋତେ ଖାଇବାକୁ ଚାହୁଁଛ ତାହେଲେ ଖାଅ, ମୁଁ ତୁମକୁ ଏଥିରେ ବାଧା ଦେବିନି। ତା ଛଡ଼ା ଏଇ ଜଙ୍ଗଲରେ ମୋତେ ଆଉ ବଞ୍ଚିବାକୁ ଇଚ୍ଛା ନାହିଁ। ସେଥିପାଇଁ ମୁଁ ଆସି ବାଘ ମାମୁଙ୍କ ଗୁମ୍ଫା ସାମ୍ନାରେ ସବୁବେଳେ ବୁଲେ। ମୋତେ ବାଘ ମାମୁଁ ଖାଇଦିଅନ୍ତେ କି, ହେଲେ ସିଏ ମୋତେ ଖାଆନ୍ତି ନାହିଁ। ହେଲେ ମୁଁ ଆଜି ବହୁତ ଖୁସି। ଯାହା ହେଉ ଆଜି ତୁମେ ଦୁଇ ଜଣ ମୋତେ ମଜା ନେଇ ଖାଇବ। ହରିଣର ଏମିତି କଥା ଶୁଣି ବାଘଟି କହିଲା, ଆରେ ହରିଣ, ମୋ ଦେହରେ ଯଦି ଶକ୍ତି ଥାନ୍ତା ତାହେଲେ ମୁଁ କେବେଠାରୁ ତତେ ଖାଇସାରନ୍ତିଣି। ଆରେ ସାଙ୍ଗ ବାଘ, ଆଉ ଡେରି କର ନାହିଁ, ଜଲ୍ଦି ଜଲ୍ଦି ଧର। ହଁ ହଁ, ଖାଅ ଖାଅ, ଜଲ୍ଦି ଜଲ୍ଦି ଖାଅ। ମୁଁ ତ ତୁମକୁ ଖାଇବା ପାଇଁ ବାଧା ଦେଉନି। ତୁମେ ମୋତେ ମାରି ଖାଇ ମୋର ଶେଷ ଇଚ୍ଛା ଟିକେ ପୂରଣ କରିଦିଅ। ମୁଁ ବହୁତ ଖୁସି ହେବି। ହରିଣର ପୁଣି ଶେଷ ଇଚ୍ଛା? ଆଚ୍ଛା କହ ତ, ତୋର କ'ଣ ପୁଣି ଶେଷ ଇଚ୍ଛା? ବାଘ ମାମୁଁ, ମୋର 3ଟି ଛୁଆ ଅଛନ୍ତି। ମୁଁ ଯାଇ ତାଙ୍କ ସହିତ ଟିକେ ଦେଖା କରି ଆସିବି। ଆଉ ତାଙ୍କୁ କହିଦେବି ସେମାନେ ବଡ଼ ହେଲେ ତୁମ ପାଖକୁ ଆସିବେ ଆଉ ତୁମେ ତାଙ୍କୁ ଖାଇବ ବୋଲି। ଆରେ ବାଃ, ତୁ ତ ବହୁତ ଭଲ କଥା କହୁଛୁ। ସାଙ୍ଗ ବାଘ, ହରିଣର ଶେଷ ଇଚ୍ଛାକୁ ପୂରଣ କରିବାକୁ ଦିଅ, ତାହେଲେ ଆମର ଲାଭ ହିଁ ଲାଭ ହେବ। ସବୁ ତ ଠିକ୍ ଅଛି, ହେଲେ ଇଏ ଆମ ସହିତ ଚାଲାକି କରୁନାହିଁ ତ? ଆରେ ନା ନା ବାଘ ମାମୁଁ, ମୁଁ ଫେରି ଆସିବି। ଠିକ୍ ଅଛି, ତାହେଲେ ତୁ ଯା। ସାଙ୍ଗ କୁମ୍ଭୀର, ହରିଣ ଯଦି ଏମିତି କରେ ତାହେଲେ ଆଉ କିଛି ଦିନ ପରେ ଆମେ ଆଉ 3ଟି ହରିଣର ମାଂସ ଖାଇବାକୁ ପାଇବା। ଠିକ୍ ଅଛି ବାଘ ମାମୁଁ, ମୁଁ ତାହେଲେ ଆସୁଛି। କାଲି ଠିକ୍ ଏହି ସମୟରେ ମୁଁ ଆସି ଏଠାରେ ପହଞ୍ଚିବି। ଆଉ ତାପରେ ତୁମେ ଦୁଇ ଜଣ ଯାକ ମିଶି ମୋତେ ମଜା କରି ଖାଇବ। କୁମ୍ଭୀରର ଚାଲାକି ବୁଝି ନ ପାରି ବୋକା ବାଘ ଓ କୁମ୍ଭୀର ହରିଣକୁ ଛାଡ଼ିଦେଲେ। ଚାଲାକି ହରିଣ କିଛି ବାଟ ଯିବା ପରେ କହିଲା, ଯାହା ହଉ ମୁଁ ବଞ୍ଚିଗଲି। ହେଲେ ଆଜି ସିନା ବଞ୍ଚିଗଲି, ପରେ ଯଦି କେବେ ହାବୁଡ଼ରେ ପଡ଼ିଗଲି ତାହେଲେ ଆଉ ନିସ୍ତାର ନାହିଁ। ଗୋଟେ ବୁଦ୍ଧି ଖଟେଇ ତାର ସାଙ୍ଗକୁ ଆଉ ତାକୁ ଦୁଇ ଜଣକୁ ମାରିବାକୁ ପଡ଼ିବ। ଯାଉଛି, ସେଠି ଲୁଚିକି ଦେଖିବି। ହରିଣଟି ବୁଦା ପାଖରେ ଲୁଚିଥିବା ବେଳେ ଦେଖିଲା ବାଘ ସେଇ ବାଟ ଦେଇ ଯାଉଛି। ତାପରେ ସେ ବାଘ ପାଖକୁ ଆସି କହିଲା, ଆରେ ବାଘ ମାମୁଁ, କୁଆଡ଼େ ଯାଉଛ? ଆଉ ତୁମ ସାଙ୍ଗକୁ ତ କାହିଁ ଦେଖୁନି। କୁମ୍ଭୀର ଗୁମ୍ଫାରେ ବିଶ୍ରାମ ନେଉଛି, ଆଉ ମୁଁ ଟିକେ ବୁଲିକି ଆସୁଛି। ବାଘର ଏମିତି କଥା ଶୁଣି ହରିଣର ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା ଆଉ କହିଲା, ବାଘ ମାମୁଁ, ତୁମେ ହେଲ ଏଇ ଜଙ୍ଗଲର ସବୁଠାରୁ ବୁଦ୍ଧିମାନ ପ୍ରାଣୀ। ହେଲେ ଏଇ କୁମ୍ଭୀର ତୁମକୁ କେମିତି ବୋକା ବନଉଛି ମୁଁ ବୁଝିପାରୁନି। କ'ଣ କହିଲୁ? ତୁ କ'ଣ କହିଲୁ? ମୁଁ ବୋକା? ନା ନା, ମୁଁ ସେମିତି କହିନି। ଦେଖ ବାଘ ମାମୁଁ, ତୁମେ ଯଦି ମୋତେ ଖାଇବାର ଥାନ୍ତା ଖାଇସାରନ୍ତଣି। ଆଉ ମୋ ମାଂସର ଭାଗକୁ କୁମ୍ଭୀରକୁ କାହିଁକି ଦେବ ଯେ? ଖାଇବାର ଅଛି ତ ତୁମେ ଏକା ଖାଅ। ସେ କୁମ୍ଭୀର ମୋତେ ଖାଉ, ମୁଁ ଏହା ଚାହେଁନି। ତୁମେ ଏକୁଟିଆ ମୋତେ ଖାଅ। ଆରେ, ଏ କଥା ତ ମୁଁ ଜମା ଭାବିନି। ଦେଖ ବାଘ ମାମୁଁ, କୁମ୍ଭୀର ସବୁଦିନ ନଦୀ ପାଖରେ ଶିକାର କରି ଖାଏ। କାହିଁ ତୁମକୁ ତ କ'ଣ ସେ ଭାଗ ଦିଏ କି? ଆଉ ତୁମେ କାହିଁକି ତୁମ ଭାଗରୁ କୁମ୍ଭୀରକୁ ଦେବ? ହଁ, ସିଏ ତୁମକୁ ବୋକା ବନଉଛି, ଏଇଟା ମୁଁ ଜାଣିଛି। ହଁ, ତୁ ଠିକ୍ କହିଛୁ। ଆଜି ମୁଁ ମୋ ଗୁମ୍ଫାରୁ କୁମ୍ଭୀରକୁ କାଢ଼ିଦେବି, ଆଉ ମୋ ଶିକାରର ଭାଗରୁ ତାକୁ କିଛି ବି ଦେବିନି। ବାଘଟି ହରିଣର ଚାଲାକି କଥା କିଛି ବି ଜାଣିପାରିଲା ନାହିଁ। ତାପରେ ହରିଣଟି ଚାଲିଲା କୁମ୍ଭୀର ପାଖକୁ। କୁମ୍ଭୀରକୁ ଦେଖି କହିଲା, ଆରେ କୁମ୍ଭୀର ମଉସା, ତୁମେ ଏଇ ଶଇତାନ ବାଘର ଜାଲରେ ପଡ଼ିଯାଇଛ।
କ'ଣ କହିଲୁ ତୁ? ମୋ ସାଙ୍ଗକୁ ପୁଣି ଶଇତାନ? କୁମ୍ଭୀର ମଉସା, ତୁମେ ରାଗି ଯାଉଛ କାହିଁକି? ବାଘ ତୁମକୁ ଶିକାରର ଲୋଭ ଦେଖାଉଛି, ହେଲେ ସିଏ ତୁମକୁ ଖାଇବାକୁ ଦେବ ନାହିଁ। ଦେଖିବ, ସିଏ ମୋତେ ଖାଇବା ପୂର୍ବରୁ ତୁମକୁ କହିବ, ଏ ଗୁମ୍ଫାରୁ ବାହାରି ଯା। ହଁ, ଏମିତି କଥା? ତୋ କଥା ଯଦି ସତ ହୁଏ ତାହେଲେ ମୁଁ ସେ ବାଘକୁ ମାରିଦେବି। ଆଉ ଯଦି ମିଛ ହୋଇଥାଏ ତୋ କଥା ଭଲ କି ବୁଝିଦେବି। ଠିକ୍ ଅଛି କୁମ୍ଭୀର ମଉସା, ମୋ କଥା ସତ ନା ମିଛ ତୁମେ ଠିକ୍ ଜାଣିପାରିବ। ହଁ, ତୁମେ ଯଦି ବାଘକୁ ମାରିଦେବ ତାହେଲେ ମୁଁ ତୁମର ଏକା ହିଁ ଶିକାର ହେବି, ଆଉ ତୁମେ ମୋତେ ମଜା କରି କରି ଖାଇବ। ହରିଣର ଏମିତି ଚାଲାକି କଥା କୁମ୍ଭୀର ଟିକେ ବି ହେଲେ ବୁଝିପାରିଲା ନାହିଁ। ଓଲଟା ସେ ବାଘ ପ୍ରତି ରାଗିଗଲା। କିଛି ସମୟ ପରେ ବାଘ ଆସି କୁମ୍ଭୀରକୁ କହିଲା, ସାଙ୍ଗ, ତୁମେ ମୋ ଗୁମ୍ଫାରୁ ବାହାରି ଯାଅ। କୁମ୍ଭୀର ମନେ ମନେ ଭାବିଲା, ଆରେ, ହରିଣ ତ ଠିକ୍ କଥା କହୁଥିଲା। କ'ଣ ପାଇଁ ତୋର ଏତେ ବଡ଼ ସାହସ? ଆଜି ତୋର ଦିନକୁ ମୋର ଦିନେ। ତୁ ମୋ ସହିତ ଲଢ଼େଇ କରିବାକୁ ଚାହୁଁଛୁ? ଏହା କହି ବାଘ ଓ କୁମ୍ଭୀର ମଧ୍ୟରେ ମରାମରି ଆରମ୍ଭ ହୋଇଗଲା। ଦୁଇ ଜଣଙ୍କ ଶକ୍ତି ସମାନ ହୋଇଥିବାରୁ ଦୁଇ ଜଣ ଯାକ ଆହତ ହୋଇଗଲେ। ଆଉ କିଛି ସମୟ ପରେ ଦୁଇ ଜଣ ଯାକ ମରିଗଲେ। ଚାଲାକ ହରିଣ ବୁଦା ପାଖରେ ଥାଇ ଲୁଚି ସବୁ ଦେଖୁଥିଲା। ତାଙ୍କୁ ଏମିତି ମରିବାର ଦେଖି ହରିଣଟି ବହୁତ ଖୁସି ହେଲା।